ସ୍ୱର୍ଗଦ୍ୱାରେ ଜଳୁଥିବ ଜୁଇ ମୋହରି, ଜଗନ୍ନାଥ ଚାହିଁଥିବେ ନୟନ ମେଲି। ନାମ ନାମ ଗାଇ ନେବେ ବୋହି ମୋ ଶବ ସବାରି, ସ୍ୱର୍ଗଦ୍ୱାରେ ଜଳୁଥିବ ଜୁଇ ମୋହରି। ଜୟ ଜଗନ୍ନାଥ, ଜୟ ମା ବିରଜା। ମୋ ନାଁ ହେଉଛି ଆଶାଲତା ନନ୍ଦ। ହରମୁକୁନ୍ଦ ମଧ୍ୟସ୍ଥଳୀରେ ଆଜି ବାରୁଣୀ ହେଉଛି 15 ବର୍ଷ ହେଲା। ଏ ପିଲାମାନେ ଆମର ଅତ୍ୟନ୍ତ ବହୁତ କଷ୍ଟ କରିକି এই ଅନୁଷ୍ଠାନଟିକି ବଞ୍ଚେଇ ରଖିଛନ୍ତି 15 ବର୍ଷ ହେଲାଣି। ତେଣୁ এই 15 ବର୍ଷ ଭିତରେ ଆଜି ଆମର ନିପୂଜନ ହୋଇଅଛି। ଆଜି ଅନୁଷ୍ଠିତ ହୋଇଯାଇଛି ପଞ୍ଚକୁଣ୍ଡୀୟ ଯଜ୍ଞ ସ୍ଥାନର ନିର୍ମାଣ ଭୂମି ପୂଜନ। ପ୍ରାଚୀନ ହରମୁକୁନ୍ଦ ବାରୁଣୀ ତୀର୍ଥକ୍ଷେତ୍ର ଯାଜପୁରଠାରେ ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟରେ ଯାଜପୁର ସାଂସଦଙ୍କ ଦ୍ୱାରା ଭୂମି ପୂଜା କରାଯାଇ ଏକ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହୋଇଥିବା ବେଳେ ପ୍ରଜ୍ଞାନନ୍ଦ ମିଶନ ଆଶ୍ରମରୁ ସନ୍ଥମାନଙ୍କ ଆଗମନ ପରିବେଶକୁ ଆହୁରି ଆଧ୍ୟାତ୍ମିକ ମନ୍ତ୍ରମୁଗ୍ଧ ହୋଇଯାଇଥିବା ଯଜ୍ଞକୁଣ୍ଡ ନିର୍ମାଣ ସମିତି ପୁରୋଧାଙ୍କ ଦ୍ୱାରା ପ୍ରକାଶ କରାଯାଇଛି। ମୁଁ ସ୍ୱାମୀ ଅନିରୁଦ୍ଧାନନ୍ଦ गिरी प्रज्ञान मिशन हरिहरानंद गुरुकुलमरू आसीछि। एठिकी एठारे बारुणी क्षेत्र पुनरुद्धार पई मते बंधु देवेंद्र एवं जाजपुर सांसद आम समस्तंकु आमंत्रण करथिले। ब्यूरो रिपोर्ट भागवत टीवी। मु अंचल दास पूर्वतन सांसद जाजपुर। तीर्थस्थान सहित ये माटी सहित आज को प्राय 15 वर्ष तलू जो मैंने ये से कथाटी आरंभ करथिले, जो कमिटी आरंभ करथिले से कमिटी सहित मैं आरंभ आज 15 वर्ष है सहित संपर्क। एक महान तीर्थस्थान। मु सुदीप कुमार कर आज हरमुकुंद तीर्थस्थली रे एक यज्ञ मंडपर भित्तिप्रस्तर स्थापन करागला। बहुत खुशीर मुहूर्त एठी आगुरु आमे माटीरे एवं पाल मारिकी आमे एठी यज्ञर आयोजन करूथुलु एवं समस्तंकर बुद्धिजीवी मानकर सहयोग, ग्रामवासी सहयोग रे एठी यज्ञ आमर सब वर्ष आयोजन करा जाए। एठी बैतरणी नदी कूल बही जाइछि, ओरिजिनल बैतरणी नदी जोटाकर मूल उत्पत्ति। तेणुक एटा सेपटे हरंदेश्वर एपटे मुकुंदेश्वर, मझीटा होची पौराणिक शास्त्र अनुसार ये हूँ तीर्थस्थान। गौरांग चरण पंडा तो आमर पौराणिक हिसाब से हरमुकुंद बारुणी तीर्थस्थान। एठारे गोटे यज्ञ जो आमर प्रत्येक वर्ष होउची, सेतिलाई गोटे पंचकुंडलीय यज्ञ भूमि पूजन आज है। आमर मान्यवर एमपी आसते हाथ में शिलान्यास होला। नारायण है। मैं स्वामी परमहंस स्वामी कृष्णानंद सरस्वती ऋषिकेश कैलाश आश्रम से पढ़ रहा था और पढ़ाता था। फिर अभी आया हूँ यहाँ उड़ीसा को आया हूँ। उड़ीसा में एक स्वराज्य से ब्रह्म विद्यापीठ लगाया है। ये देवेंद्र कुमार नंद जी ने हमको बुलाया है, कहा कि यहाँ का संसद श्री डॉक्टर श्री रविंद्र बेहरा जी ने आपको बुलाया है, निमंत्रण किया है। हरमुकुंद बारुणी तीर्थ है, इसमें एक हवन क्रिया यज्ञशाला होगा। तपन कुमार नंद आंकुला निवासी। आज हरमुकुंद ठारे गोटे मोहनीय कार्य समापन आरंभ होईछि, जहाँकि पंचकुंडीय आमर यज्ञ कुंड जार भित्तिप्रस्तर स्थापन होईछि, जहाँकि आमर माननीय सांसद डॉक्टर रवि नारायण बेहेरांक करकमल एटा होईछि एवं बहुत मान्यगण्य व्यक्ति याधरे भाग नहीं सेमानंकु आमे बहुत अंतर सहित धन्यवाद दौचु कि ये कार्यटी को निज हस्तरे आरंभ करिथिबारु आमे चेष्टा करिवु एटाकू सुचारू रूपे समापन करी आ लोक मानकर लोकाभिमुखी कार्य करिवा लागि। संग्राम पात्र ये जगार आम जो बसीचंती ये जगह हूँ सर्व पुरातन बारुणी तीर्थ
এইଠୁ ବାରୁଣୀ ଏ ଯେଉଁ ବୁଡ଼ ଆରମ୍ଭ ଏଇ ଜାଗାରୁ ହେଇଥିଲା। ବିଗତ ଦିନମାନଙ୍କରେ ଏଠୁ ସିଫ୍ଟ କରିକି ନେଇଗଲେ ଆଉ ଗୋଟେ ଜାଗାକୁ, ଯେଉଁଠିକି କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ବାରୁଣୀ ତୀର୍ଥ ବୁଡ଼ ବି ପଡ଼ୁଛି, ଏବେ ବି ପଡ଼ୁଛି। କିନ୍ତୁ ଏ ଜାଗାର ମହତ୍ତ୍ୱ ବହୁତ ଅଲଗା। ଏଟା ସନାତନ ଧର୍ମର ସର୍ବପୁରାତନ ବାରୁଣୀ ବୁଡ଼ ଏଇଠି ପଡ଼ୁଥିଲା। ଇଏ ଲୋକମାନେ ଏ ଜାଗାକୁ ଭୁଲି ଯାଇଥିଲେ। ଯାହା ହେଉ ଏ ଗ୍ରାମବାସୀର ମାନଙ୍କର ସହଯୋଗ, ଏ ପଞ୍ଚାୟତବାସୀମାନଙ୍କ ସହଯୋଗ, ଯାଜପୁରର ବୁଦ୍ଧିଜୀବୀମାନଙ୍କ ସହଯୋଗରେ ଏ ପୁରାତନ ତୀର୍ଥସ୍ଥାନକୁ ଆଉ ଥରେ ରିନୋଭେସନ୍ କାମ ଆରମ୍ଭ ହୋଇଛି। ନୂତନ ସରକାର ଆସିଲା ପରେ କିଛି ଅନୁଦାନ ବି ଦେଇଛନ୍ତି। ଆପଣ ଯାଇକି ବୁଲିକି ଆସିପାରିବେ। ସେଠି ପଥର ପ୍ୟାକିଂ କାମ ଆରମ୍ଭ ସହିତ ଖୋଳାଖୋଳି କାମ ଆରମ୍ଭ ହୋଇଛି ଏବଂ ଆମେ ଆଶା ରଖୁଛୁ ଆମ ସରକାରରେ, ବିଜେପି ସରକାରରେ ଏଠି ଏଟା ଗୋଟେ ତୀର୍ଥର ମାନ୍ୟତା ଦିଆଯିବ ଏବଂ ସଂସ୍କୃତି ବିଭାଗରୁ ଯେତେ ଅନୁଦାନ ଆସିବା କଥା ଆମମାନେ ସହଯୋଗ କରିବୁ। ଆଉ ଯାଜପୁରର ପ୍ରତ୍ୟେକ ନାଗରିକ ଚାହୁଁଛନ୍ତି ଏଠି କେମିତି ଏରିଆର ଡେଭଲପମେଣ୍ଟ ହେଉ, କେମିତି ପ୍ରଚାର ପ୍ରସାର ହେଉ। ବହୁତ ଲୋକମାନେ ଏଠିକି ମାନେ ଏବେ ତ 2 ବର୍ଷ ଭିତରେ ବହୁତ ଲୋକ ଜାଣିଗଲେଣି, ବହୁତ ଲୋକ ବି ଏ ଯଜ୍ଞକୁ ଆସୁଛନ୍ତି। ଆଜି ଏ ଯଜ୍ଞ କୁଣ୍ଡ ଆପଣମାନଙ୍କ ସାମ୍ନାରେ ଦେଖୁଥିବେ, ଆଜି ଶୁଭ ଦିଆଗଲା। ଆଉ ପ୍ରତ୍ୟେକ ଯାଜପୁରବାସୀ ଯେଉଁମାନେ ସଂସ୍କୃତିକି ଭଲ ପାଆନ୍ତି, ଯାଜପୁର ମାଟିକି ଭଲ ପାଆନ୍ତି, ସମସ୍ତେ ହାତ ବଢ଼ାଇବା ପାଇଁ ଆମେ ଆପଣଙ୍କ ଜରିଆରେ ଅନୁରୋଧ କରୁଛୁ। ଜଗନ୍ନାଥ, ଜୟ ମା ବିରଜା। ମୁଁ ଏଇ ଯାଜପୁର ବାସିନ୍ଦା ଅଟେ ଏବଂ ଆମ ଗ୍ରାମ ହେଉଛି ଆଙ୍କୁଲା। ମୋ ନାଁ ହେଉଛି ଆଶାଲତା ନନ୍ଦ। ବଣସା ପଞ୍ଚାୟତର ଯେଉଁ ଆଙ୍କୁଲା ଗ୍ରାମର ଏଇ ହରମୁକୁନ୍ଦ ମଧ୍ୟସ୍ଥଳୀରେ ଆଜି ବାରୁଣୀ ହେଉଛି 15 ବର୍ଷ ହେଲା। ଏ ପିଲାମାନେ ଆମର ବହୁତ କଷ୍ଟ କରିକି ଏଇ ଅନୁଷ୍ଠାନଟିକି ବଞ୍ଚେଇ ରଖିଛନ୍ତି 15 ବର୍ଷ ହେଲାଣି। ତେଣୁ ଏଇ 15 ବର୍ଷ ଭିତରେ ଆଜି ଆମର ଭୂମି ପୂଜନ ହୋଇଅଛି। ତେଣୁ ବୈତରଣୀ କୂଳରେ ଏବଂ ହର ଏବଂ ମକୁନ୍ଦ ମଧ୍ୟସ୍ଥଳରେ ମା ଆମର ଏଇଠି ଧାର ହେଇକି ଯେଉଁ ବହି ଯାଇଛନ୍ତି, ଦଶାସିନୀ ଘାଟ କତିରେ ଆମର ଯେଉଁ ମାତୃଶକ୍ତି ଅଛନ୍ତି ବା ବରାଜୀ କ୍ଷେତ୍ର ଅଛି ଏବଂ ମା ବିରଜା ଅଛନ୍ତି। ଏଇ ଯଜ୍ଞ ହେଉଛି ସବୁଚାଇଁ ଶ୍ରେଷ୍ଠ ଜିନିଷ। ମାନବ ଜନ୍ମ ହେଉଛି ଯଜ୍ଞରେ ଆହୁତି ଦେବା ହେଉଛି ନିହାତି ଆବଶ୍ୟକ ରହିଛି। ତେଣୁ ଯଜ୍ଞ ହେଉଛି ଜଳଚକ୍ରର ଜନକ ଅଟନ୍ତି। ସୂର୍ଯ୍ୟନାରାୟଣ ତାକୁ ଗ୍ରହଣ କରନ୍ତି, ଇନ୍ଦ୍ର ଦେବତା ତାକୁ ଉତ୍ତମ ଦୃଷ୍ଟିରେ ଏଠି ଜନଜଗତ ପାଇଁ ଉତ୍ତମ ଦୃଷ୍ଟିଟିଏ କରନ୍ତି। ତେଣୁ ଜଳ ନଥିଲେ ଆମେ ବଞ୍ଚିପାରିବା ନାହିଁ। ତେଣୁ ଏଇ ଯେଉଁ ଅକ୍ଳାନ୍ତ ପରିଶ୍ରମ କରି ଆମର କମିଟି ମେମ୍ବର ମାନେ, ଯେଉଁ ଭାଇମାନେ, ମୋର ଦେବେନ୍ଦ୍ର ନନ୍ଦ ଯିଏ ମୋର ନିଜର ଦିଅର ହୁଅନ୍ତି, ସିଏ ହେଉଛି ପ୍ରଥମ କରି ଏ ଅନୁଷ୍ଠାନଟାକୁ ଗଢ଼ିବା ପାଇଁ ଆଗ୍ରହ ସୃଷ୍ଟି। ଯଦି ଆମ ସୂଚନାଟି ଆପଣଙ୍କୁ ଭଲ ଲାଗୁଥାଏ ତେବେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।